ଭଲ ପାଇବା ଆଉ ମୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି। ଭଲ ପାଇବା ମନ କିଣି ନେଇଥାଏ ଆଉ ମୃତ୍ୟୁ ପ୍ରାଣ ଛଡ଼େଇ ନେଇଥାଏ। ସମ୍ପର୍କ ଯାହା ସହ ବି ରଖୁଛ ସେତିକି ରଖ ଯେତିକି ତୁମ ପାଇଁ ଦରକାର, କାରଣ ପ୍ରକୃତିର ନିୟମ ଅଛି, ଫଳ ଅତି ମିଠା ହେଲେ ସେଥିରେ ପୋକ ଲାଗିଥାଏ। ଭୋଜନର ମୂଲ୍ୟ ଭୋକରେ ଥିବା ବ୍ୟକ୍ତି ବୁଝିଥାଏ ଏବଂ ଈଶ୍ୱରଙ୍କ ମୂଲ୍ୟ ଦୁଃଖ ସମୟରେ ବୁଝେ। କଥାଟି ଛୋଟିଆ କିନ୍ତୁ ଏହା ନିରାଟ ସତ୍ୟ ଅଟେ। ପାରୁଛ ଯଦି କାହାକୁ ସତ କହି ଧୋକା ଦିଅ, କିନ୍ତୁ ମିଛ କହି କାହାକୁ ଆଶା ଦେବା ବା ବିଶ୍ୱାସ ଭାଙ୍ଗିବା ଠିକ୍ ନୁହେଁ। ନିଜର ସବୁ ଆଶାକୁ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ ଓ ନିଜର କର୍ମ କରିବା ଜାରି ରଖନ୍ତୁ। ଦେଖିବେ ସେ କେବେ ନିରାଶ କରିବେ ନାହିଁ। ସୃଷ୍ଟିର ନିୟମ ଅଛି, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଖରାପ ଅଭ୍ୟାସ ଯେତେ ମଧୁର ହେଉନା କାହିଁକି ଦିନେ ରୋଗ ସୃଷ୍ଟି କରିବ, ଆଉ ଭଲ ଅଭ୍ୟାସ ଯେତେ କଷ୍ଟ ହେଉନା କାହିଁକି ଦିନେ ଏହା ଏକ ଔଷଧରେ ପରିଣତ ହୋଇଯିବ।